ମା' ବୋଲି ପୁଣି ତାକୁ ଏଠି ସମ୍ମାନ ଦିଅନ୍ତି। ପୁଣି ସ୍ନେହ ପ୍ରେମର ଗନ୍ତାଘର ବୋଲି କୁହନ୍ତି। ଯାହାର ପ୍ରେମ ବିନା ପୁରୁଷର ସ୍ଥିତି ନାହିଁ। କେବେ ମା' ହୋଇ, କେବେ ଭଉଣୀ ହୋଇ, କେବେ ପୁଣି ପତ୍ନୀ ହୋଇ, କେବେ ପ୍ରେମିକା ହୋଇ ପହଞ୍ଚାଇଥାଏ ସେ ପ୍ରୀତିର ବାର୍ତ୍ତା ପ୍ରତିଟି ସ୍ପନ୍ଦନରେ। ତା ବିନା ସଂସାର ବୁଝିବା କଷ୍ଟ। କିନ୍ତୁ କାପୁରୁଷର ଲୋଲୁପ ଦୃଷ୍ଟିରେ ସେ ଆଜି ଅତିଷ୍ଠ। ସେଇ ମା'ର ଜାତିକୁ କେତେ ଅଶ୍ଳୀଳ ଇଙ୍ଗିତରେ, କେତେ କଦର୍ଯ୍ୟ ଉପାୟରେ ବର୍ବରତାର କାହାଣୀ ଶୁଣି ହୁଏ ହୃଦୟ ଭାରି ବିଦାରକ। ଭାରି କଷ୍ଟ ହୁଏ ନିଇତି ଖବରକାଗଜର ଶିରୋନାମା ପଢ଼ି, ଯେଉଁଠି ଲେଖା ଥାଏ ପୀଡ଼ିତା। ଭାରି କଷ୍ଟ ହୁଏ ସତେ ନିଇତି ଖବରକାଗଜର ଶିରୋନାମା ପଢ଼ି, ଯେଉଁଠି ଲେଖା ଥାଏ ପୀଡ଼ିତା। ଯାହାର ଶିକାର ହୋଇଥାନ୍ତି ଶିଶୁକନ୍ୟାଠାରୁ ଆରମ୍ଭ କରି ବୟସ୍କା। ଆଶ୍ଚର୍ଯ୍ୟ ଲାଗେ ସତେ ଦୁନିଆର ସବୁ ଅପଶବ୍ଦ କିଏ ଗଢ଼ିଛି ଏଇ ନାରୀ ପାଇଁ। ଆଶ୍ଚର୍ଯ୍ୟ ଲାଗେ ସତେ ଦୁନିଆର ସବୁ ଅପଶବ୍ଦ କିଏ ଗଢ଼ିଛି ଏ ନାରୀ ପାଇଁ। ଭାବୁଛି ପୃଥିବୀରୁ ନାରୀ ହୋଇଯାଆନ୍ତା କି ଲୁପ୍ତ, ପୁଣି ଫେରନ୍ତା ଯେବେ ସେଇ କଦାକାର ମନରେ ଅଙ୍କୁରି ଉଠନ୍ତା ନାରୀ ସମ୍ମାନର ବୀଜ। ନାରୀର ଜୟ ଜୟକାରରେ ଉତଳି ଉଠନ୍ତା ଦୁଃଶାସନର ହାତ। ସଂକେତ ପୂର୍ବରୁ ହୋଇଯାଆନ୍ତା ଦୁର୍ଯ୍ୟୋଧନର ଉରୁଭଙ୍ଗ। କୃଷ୍ଣଙ୍କୁ ହବାକୁ ପଡ଼ନ୍ତା ନାହିଁ ବସ୍ତ୍ରାବତାର। ଭାଲୁ ଓ ବାନର ଲଘନ୍ତେ ନାହିଁ ସାଗର।